ଦେଖନ୍ତୁ ଦୀର୍ଘ ଦିନ ଆଜିକୁ ସ୍ୱାଧୀନତାର ଓ, ଓ ପ୍ରାୟ 76 77 ବର୍ଷ ହେଲା ଆମ ଗ୍ରାମ ପଞ୍ଚାୟତର ପ୍ରାୟ ସବୁ ଗାଁକୁ ତ ଆରଡି ରାସ୍ତା କନେକ୍ଟ ହେଇଛି, କିନ୍ତୁ ଆମର ଗୁନର ପିଡବ୍ଲ୍ୟୁଡି ରୋଡ ଟୁ ଗୁନରକୁ କନେକ୍ଟ ହେଇନାହିଁ। ଉପରଗଦଲା ଜାମୁର ରୋଡ ଟୁ ଆଦିବାସୀ ସାହି ସେଠିକୁ ମାନେ କନେକ୍ସନଟା ହେଇନାହିଁ, ଯାହାଫଳରେ 700 800 ଲୋକ ବସବାସ କରୁଛନ୍ତି ଆଦିବାସୀ ଲୋକ। ସ୍କୁଲ ଆସିବାର ଅସୁବିଧା ହେଉଛି, ମେଡିକାଲ ଗାଡ଼ି ଆସିବାର ଅସୁବିଧା ହେଉଛି। ସେଇଟା ଗଲା ତତ୍ ସହିତ ଆମର ଝୋଲାଗୁଡ଼ା ତୁନକାଲ ସେଇ ଜାଗାରେ ଆରଡି ରାସ୍ତା ହେଲା। ଆରଡି ବାଲା କହିଲେ ପଇସା ଆମ ପାଖରେ ନାହିଁ, ଯାହା ହେଲା ଆମେ ତୁନକାଲ ସହିତ ଗଜିଆଗୁଡ଼ା ସଂଯୋଗ କଲୁ, କିନ୍ତୁ ଝୋଲାଗୁଡ଼ାକୁ ହେଇପାରିବ ନାହିଁ। ତାର ସଂଯୋଗୀ କେମିତି କରଣ କରାଯିବ ତା ପାଇଁ ବୋଲି ଆଜି ଗ୍ରିଭାନ୍ସ ରେ କଲେକ୍ଟର ସାର୍ଙ୍କୁ ମୁଁ ଲିଖିତ ଆକାରରେ ମୁଁ ଦେଇଛି।